ଭାଇ ମାନେ ତାମିଲନାଡୁରେ ଏବେ ଏତେ ଜୋରସେ ଶୀତ ପଡିଛି ଯେ ବାହାରକୁ ବାହାରିବା ପାଇଁ ଜମା ବି ଇଚ୍ଛା ହଉନି। ଆଉ ଆମ ରୁମ ରେ ଏଭଳିଆ ମଣିଷ ମାନେ ରୁହନ୍ତି ବୋଲି ମୁଁ ଜମା ବି ଜାଣିନଥିଲି। ରାତିରେ ପ୍ରବଳ ଜୋରସେ ଶୀତ ପଇଲା ବୋଲି ମୁଁ ଆଗ ପଛ ନ ଭାବିକିରି ସାଙ୍ଗେ ସାଙ୍ଗେ ଶୋଇପଡିଲି। କିନ୍ତୁ ଆମ ରୁମ ପିଲାମାନେ ଏତେ ବିଚିତ୍ର ବୋଲି ମୁଁ କେବେ ବି ଭାବିନଥିଲି। ଦେଖନ୍ତୁ ଭାଇ ମାନେ ରାତିରେ ଶୀତ ଜୋରସେ ପଡୁଛି କିନ୍ତୁ ଆମ ରୁମ ପିଲାମାନେ ଦେଖନ୍ତୁ ଦୁଇଟା ଫ୍ୟାନ ଅନ୍ କରି ଶୋଇବେ। ଲୋ ବାପ, ରାତିରେ କେମିତି କଣ ଶୋଇକରି ମୁଁ ସକାଳେ ଶୀଘ୍ର ଉଠି ପଇଲି। ଆଉ ଚାରିଆଡେ ଦେଖିଲା ବେଳକୁ କମ୍ପାନୀ ସାରା କୁହୁଡି ପଡିଛି। ଆଉ ଏଇ ଶୀତରୁ ବଞ୍ଚିବା ପାଇଁ ଡେଲି ଆମ କମ୍ପାନୀ ତରଫରୁ ଆମକୁ ଚା ଦିଆ ହେଉଛି। ଆଉ ଏଇ ଚା ଟା ଆମେ ଅନଲିମିଟେଡ ନେଇପାରିବୁ। ଚା ପିଇ ସାରି ମୁଁ ଡ୍ୟୁଟି ପଳେଇ ଯାଇଥିଲି। ଆଉ ଡ୍ୟୁଟିରୁ ଫେରିଲା ବେଳକୁ ମତେ ହେଇଗଲା ଦିନ 12:30। ତାପରେ ପ୍ରବଳ ଜୋରସେ ଭୋକ ଲାଗିଥିଲା। ଆଉ ଆମେ ସବୁ ସାଙ୍ଗ ମିଶିକିରି ପଳେଇ ଯାଇଥିଲୁ କ୍ୟାଣ୍ଟିନ ଖାଇବାକୁ। ଆଉ ଏ ମହାଶୟକୁ ଟିକେ ଭୋକ ଅଧିକ ଲାଗିଥିଲା। କିନ୍ତୁ କ୍ୟାଣ୍ଟିନରେ ଆଜି ଟିକେ ବିଚିତ୍ର ହେଲା। ଆଜି ଆମକୁ ଆଳୁ ଚୋଖା ଦିଆ ହେଇଥିଲା। ଆଉ ଏଇ ଆଳୁ ଚୋଖାକୁ ଦେଖି ମତେ ଓଡିଶା କଥା ମନେ ପଡିଗଲା। ତାପରେ ଡେରି ନ କରି ଆମେ ସମସ୍ତେ ଖାଇଦେଲୁ। ଆଉ ଭାଇ ମାନେ ଆଜି ହଉଛି ମୋ ଚ୍ୟାଲେଞ୍ଜର ଡେ 11। ଆଉ ଏବେ ମୋ ଚ୍ୟାନେଲ ଟିକେ ଡାଉନ ରେ ଚାଲିଛି। ଆଉ ମୋର ଆଶା ଅଛି କି ଆପଣ ମାନେ ସପୋର୍ଟ କଲେ ମୁଁ ଆଗକୁ ବଢିବି। ତ ରହିଲି ଭାଇ ମାନେ, ଜୟ ଜଗନ୍ନାଥ।